ସଦାପ୍ରଭୁ ମୋହର ପ୍ରତିପାଳକ, ମୋହର କୌଣସି ଅଭାବ ହେବ ନାହିଁ। ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି, ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି। ସେ ମୋ ପ୍ରାଣକୁ ସୁସ୍ଥ କରନ୍ତି, ସେ ଆପଣା ନାମ ସକାଶୁ ମୋତେ ଧର୍ମ ପଥରେ କଢ଼ାଇ ନିଅନ୍ତି। ଏଣୁ ମୁଁ ମୃତ୍ୟୁ ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ, କାରଣ ତୁମ୍ଭେ ମୋହର ସହବର୍ତ୍ତୀ। ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। ତୁମ୍ଭେ ମୋ ଶତ୍ରୁମାନଙ୍କ ସାକ୍ଷାତରେ ମୋ ସମ୍ମୁଖରେ ମେଜ ସଜାଇଅଛ। ତୁମ୍ଭେ ତୈଳରେ ମୋ ମସ୍ତକ ସିକ୍ତ କରିଅଛ। ମୋ ପାନପାତ୍ର ଉଛୁଳି ପଡ଼ୁଅଛି। ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନ ଯାଏଁ ମୋହର ପଶ୍ଚାଦଗାମୀ ହେବ। ପୁଣି ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି। ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଖ୍ରୀଷ୍ଟ ସମ୍ମିଳିତ ମଣ୍ଡଳୀର ଏହି ସାନ୍ଧ୍ୟକାଳୀନ ଉପାସନାକୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ମୋର ନମସ୍କାର ଜଣାଉଅଛି। ଆସନ୍ତୁ ପ୍ରଭୁଙ୍କର ଏହି ପବିତ୍ର ଉପାସନାକୁ ଆରମ୍ଭ କରିବା ଏବଂ ତାଙ୍କରି ଚରଣ ନିକଟକୁ ଯିବା ଏବଂ ତାଙ୍କରି ସ୍ତୁତି ପୂଜା ଅର୍ଚ୍ଚନା କରିବା। ହେ ଆମ୍ଭମାନଙ୍କର ଅତ୍ୟନ୍ତ ଦୟାଳୁ, ଆମ୍ଭମାନଙ୍କର ସ୍ୱର୍ଗସ୍ଥ ବାସୀ ପିତା, ଧନ୍ୟବାଦ 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 ଦଉଛି ପିତା ତୁମରି ମହାନ ପବିତ୍ର ନାମକୁ। ତୁମେ ଆମମାନଙ୍କୁ ଆଉ ଥରେ ଏକ ସୁନ୍ଦର ସୁବର୍ଣ୍ଣ ପବିତ୍ର ସ୍ୱର୍ଗୀୟ ସୁଯୋଗ ପ୍ରଦାନ କରିଛ ତୁମରି ପବିତ୍ର ଚରଣ ନିକଟରେ ବସି ତୁମରି ନିକଟରେ ସ୍ତୁତି ପୂଜା ଅର୍ଚ୍ଚନା କରିବା ନିମନ୍ତେ। ପିତା, ଏହି ଖ୍ରୀଷ୍ଟ ସମ୍ମିଳିତ ମଣ୍ଡଳୀର ସାନ୍ଧ୍ୟକାଳୀନ ଉପାସନାରେ ତୁମରି ଭକ୍ତ ଦାସଦାସୀମାନଙ୍କ ସହିତ ଏକତ୍ରିତ ସହଭାଗିତାରେ ତୁମରି ନିକଟରେ ଆପଣା ଅନ୍ତରସ୍ଥ ନିବେଦନକୁ ପରିପ୍ରକାଶ କରିବା ନିମନ୍ତେ, ତୁମରି ନିକଟରେ ପୂଜା ପ୍ରଶଂସା ଧନ୍ୟବାଦ ଦେବା ନିମନ୍ତେ ତୁମେ ଆମମାନଙ୍କୁ ସାହାଯ୍ୟ କଲ, ସୁଯୋଗ ଦେଲ। ସେଥିପାଇଁ ବିଶେଷ ଭାବରେ ତୁମରି ନାମର ପ୍ରଶଂସା କରୁଛୁ, ଗୌରବ କରୁଛୁ। ପିତା, ଆମମାନେ ପାପୀ, ଅଯୋଗ୍ୟ, ଅଧାର୍ମିକ, ଧୂଳିରୁ ହୀନ, କିନ୍ତୁ ତୁମେ ଆମମାନଙ୍କର ସମସ୍ତ ପାପ, ଅଯୋଗ୍ୟତା, ଅପରାଧ ଏବଂ ଅଧାର୍ମିକତାକୁ ତୁମେ କ୍ଷମା ଦେଇଛ। ତୁମେ ଆମମାନଙ୍କୁ ବର୍ଷ ପରେ ବର୍ଷ, ମାସ ପରେ ମାସ ଏବଂ ଦିନ ପରେ ଦିନ କାଟିବାର ସୁଯୋଗ ଦେଇ ତୁମେ ଆମମାନଙ୍କୁ ଏପର୍ଯ୍ୟନ୍ତ ବହି ଆଣିଛ। ତୁମରି ସୁରକ୍ଷାର ବାହୁଛାୟା ତଳେ ଆମମାନଙ୍କୁ ତୁମେ ରଖିଛ। ବାପା, ସମସ୍ତ ପ୍ରକାର ଜଗତର ବିପଦ ଆପଦରୁ, ଶତ୍ରୁ ଶୈତାନର ପରୀକ୍ଷା ପ୍ରଲୋଭନରୁ, ସମସ୍ତ ପ୍ରକାର ମହାମାରୀରୁ ତୁମେ ଆମମାନଙ୍କୁ ଉଦ୍ଧାର କରିଛ। ସେଥିପାଇଁ ଧନ୍ୟବାଦ ଦେଉଛି। ପିତା, ତୁମେ ଆମମାନଙ୍କର ସମସ୍ତ ପାପ ଅଯୋଗ୍ୟତାକୁ କ୍ଷମା କର। ତୁମେ ଆମମାନଙ୍କର ପ୍ରତ୍ୟେକଙ୍କ ଜୀବନରେ ଅନେକ ସୁନ୍ଦର ଦାନ ଦେଇଛ, ଅନେକ ମଙ୍ଗଳ ଦାନ ଦେଇଛ, ଅନେକ ଆଶୀର୍ବାଦର ଦାନ ଦେଇଛ ଏବଂ ଅନୁଗ୍ରହର ଦାନ ଦେଇଛ। ସେ ସମସ୍ତକୁ ସ୍ମରଣ କରିବା ସହିତ ଯେପରି ବୟସରେ ବୃଦ୍ଧିପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ତୁମରି ସହିତ ସଂଯୁକ୍ତ ହୋଇ ଜୀବନ କାଟିବୁ, ତୁମରି ଉପରେ ନିର୍ଭରଶୀଳ ହୋଇ ଜୀବନ କାଟିବୁ, ତୁମକୁ ଲକ୍ଷ୍ୟ ରଖି ଏ ଜଗତର ଚଲାପଥରେ ଅଗ୍ରସର ହେବୁ, ସେଥିପାଇଁ ତୁମେ ଆମମାନଙ୍କୁ ଆଶୀର୍ବାଦ ପ୍ରଦାନ କର। ବିଶେଷ ଭାବରେ ପିତା, ଆଉ କିଛି ଦିନ ପରେ ଆମ୍ଭେମାନେ ତୁମରି ସେଇ ଖ୍ରୀଷ୍ଟ ଜନ୍ମ ଜୟନ୍ତୀକୁ ବାପା ଆମମାନେ ପାଳନ କରିବୁ। ବାପା, ଏହି ସମୟରେ ସମଗ୍ର ବିଶ୍ୱବାସୀ ତୁମରି ସେହି ଉତ୍ସବକୁ ପାଳନ କରିବା ନିମନ୍ତେ ଅତ୍ୟନ୍ତ ଆନନ୍ଦିତ ହୋଇ ଅପେକ୍ଷା କରିଛନ୍ତି। ପିତା, ବିଶେଷ ଭାବରେ ତୁମେ ଆଜିକୁ 2000 ବର୍ଷ ପୂର୍ବେ ଜଗତକୁ ଆସିଥିଲ। ତୁମେ ଆମମାନଙ୍କ ନିମନ୍ତେ ଆସିଥିଲ। ପିତା, ତୁମେ ଆମମାନଙ୍କୁ ଆପଣା ପାପରୁ ସୁରକ୍ଷା ଦେବା ନିମନ୍ତେ, ଉଦ୍ଧାର କରିବା ନିମନ୍ତେ ତୁମେ ଏ ଜଗତକୁ ଆସିଥିଲ ଏବଂ ସେହି ବେଥଲହିମ୍ର ପରିତ୍ୟକ୍ତ ଗୁହାଳକୁଣ୍ଡରେ ତୁମେ ଜନ୍ମଗ୍ରହଣ କରିଥିଲ। ପିତା, ବିଶେଷ ଭାବରେ ପ୍ରାର୍ଥନା କରୁଛୁ ତୁମରି ସେହି ପରିତ୍ରାଣର ସମ୍ବାଦ ଯେପରି ଅନ୍ୟମାନଙ୍କ ନିକଟରେ ପହଞ୍ଚି ପାରିବ। ଆଜି ଯେଉଁମାନେ ଅନ୍ଧକାର ମଧ୍ୟରେ ଅଛନ୍ତି ସେମାନେ ଯେପରି ତୁମରି ସତ୍ୟର ଆଲୋକର ଦର୍ଶନ କରିବେ, ସେଥିପାଇଁ ତୁମେ ଦୟା କର, ଆଶୀର୍ବାଦ କର। ପିତା, ବିଶେଷ ଭାବରେ ତୁମରି ସେହି ବଡ଼ଦିନର ବାସ୍ତବତାକୁ ବାପା, ବଡ଼ଦିନର ଅର୍ଥକୁ ଯେପରି ଆମମାନେ ଅନ୍ତରରେ ବୁଝିପାରିବା, ସେଥିପାଇଁ ତୁମେ ଆମମାନଙ୍କୁ ଦୟା କର, ପବିତ୍ର ଆତ୍ମାଙ୍କର ପ୍ରେରଣା ଚାଳନା ପ୍ରଦାନ କର। ଯେପରି ଆମମାନେ ତୁମରି ସେଇ ସୁସମ୍ବାଦକୁ
निज अंतकरण सदासर्वदा ग्रहण करिबु एवं निजर वास्तविक जीवन रे प्रत्येक कार्यक्षेत्र रे प्रतिफलित करिबु सेतपे तुमे दया कर। विशेष निवेदन करुछु एई उपासना को तुमरी चरण निकट रखुछु। जेते समय तुमरी निकट रे बसिबु सुस्थिर अंतकरण प्रदान कर, सुस्थिर चिंता शक्ति प्रदान कर। आजिर गीत गायन, वाक्य अध्ययन, पठन, ध्यान, चिंता समस्त जेपरी तुमरी दृष्टि रे बापा ग्रहणीय होई परिबो सेतिपई तुमे दया कर। तुमरी भक्त दास आम मंडलीर युवा पालक रेवरेंड संदीप गिरी को तुमरी निकट रखुछु। तुमे तांको तुमरी वाक्य देई कथा कुह। तुमे तुमरी राज्य एवं धार्मिकता निमंते तांको बहुल भावे व्यवहार कर। पिता एई उपासना रे बसिथिबा समस्त भक्त दास दासी मानंको तुमरी पवित्र चरण निकट रखुछु। तुमे प्रत्येक जन को एवं सेमानंक परिवार गुड़ी को तुमे आशीर्वाद कर। एई संकट समय रे तुमे प्रत्येकंकर सहवर्ती परमेश्वर हुआ। प्रत्येकंको पिता से विपज्जनक भूताणु ओमिक्रॉन भाइरस कबलरू आम्मानकर राज्यवासी को, देशवासी को, समग्र जगतवासी को तुमे रक्षा कर। पिता यही महामारी तुमे अंत घटाओ। पिता आउ थरे निज निज को तुमरी चरण निकट रखुछु। यही उपासना को तुमे ग्रहण कर। बापा तुमको जेपरी सत्य और आत्मारे उपासना करि परिबु सेतिपई तुमे आम्मान को दया कर। पवित्र आत्मांक द्वारा तुमे आम्मान को कथा कुह। पिता आम्मानकर समस्त भूल दोष अयोग्यता आउ थरे तुमरी निकट रे क्षमा मागी ए क्षुद्र निवेदन त्राणकर्ता प्रिय प्रभु जीशु ख्रीष्टଙ୍କ नाम मागुअछि, आमेन। आसंतु एई समय रे आम्भे माने प्रभुंकर प्रशंसा करिबा एवं तांकरी गीत गाइबा। जो गीतटी आपण मानकु स्क्रीन रे देखा जिवो ताकू आपण माने देखिबे एवं सेही अनुसारे आपण प्रभुंकर प्रशंसा करिबे।
संकेत झरे आज आम्भे माने उपासना मध्यरे प्रवेश करिछु। आज पिता परमेश्वर आम्मान को तांकर केउ संवाद देबा निमंते चाहन्ते ताहा आम्भे माने अपेक्षा करिबा। तांकरी भक्त दासंक मुखरु आम्भे माने सही वाक्य शुणिबा। आजिर जो वाक्य मनोनीत करा जाइछि ताहा आपण माने पाइबे जिसाय पुस्तक तार 9 पर्व 6 पदरु 7 पद। जिसाय पुस्तक तार 9 पर्व 6 पदरु 7 पद। प्रभुंक वाक्य रे सेई स्थान रे एहिपरि लेखा जाए, कारण आम्भमानंक निमंते एक बालक जन्मी अछंती, आम्भमानंकु एक पुत्र दत्त होई अछंती, ताहांक स्कंधरे कर्तृत्व भार थुआ जीव, पुणी ताहांकर नाम आश्चर्य मंत्री, पराक्रांत परमेश्वर, अनंतकालीन पिता, शांतिराज हेब। ताहांकर कर्तृत्व वृद्धि और शांतिर सीमा रहिब नाही। से दाऊदंक सिंहासन रे और ताहांक राज्य रे उपविष्ट होई न्याय विचार और धार्मिकतारे एक क्षण ठारू अनंत काल पर्यंत ताहा सुस्थिर और सुदृढ़ करिबे। सैन्याधिपति सदाप्रभुंकर उद्योग यह साधन करिब। वर्तमान आम्भे माने उपासना मध्य को प्रवेश करिछु। आज आम्भे माने समस्ते अत्यंत खुशी एवं आनंदित। ख्रीष्टंकर जन्म जयंती उत्सव मध्य को आम्भे माने प्रवेश करि सारिछु एवं समग्र विश्ववासी अत्यंत उत्सुकतार सहित एई जन्म जयंती को पालन करिबा निमंते अपेक्षा करिथान्ते। प्रभु 2000 वर्ष पूर्वे आम्भमानंक निमंते जगत को आसीथिले।
ପ୍ରଭୁ ଯୀଶୁଖ୍ରୀଷ୍ଟ ଥରେ ଜନ୍ମ ହୋଇଥିଲେ, କିନ୍ତୁ ସେ ଆଜି ଜୀବିତ ଅଟନ୍ତି। ତାଙ୍କର ପରିତ୍ରାଣର ସମ୍ବାଦ ସେ ଆଜି ଆମ୍ଭମାନଙ୍କୁ ପ୍ରଦାନ କରିଛନ୍ତି। ବିଶେଷ ଭାବରେ ଆଜି ଯେତେବେଳେ ଆମମାନେ ତାହାଙ୍କର ବାକ୍ୟ ଶୁଣିବା ପାଇଁ ଯିବା, ବିଶେଷ ଭାବରେ ମୁଁ ଆମ୍ଭ ମଣ୍ଡଳୀର ଯୁବା ପାଳକ ରେଭରେଣ୍ଡ ସନ୍ଦୀପ ଗିରିଙ୍କୁ ଆହ୍ୱାନ କରୁଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସେ ଆଜି ଯେଉଁ ବାକ୍ୟ ଆମ୍ଭମାନଙ୍କ ନିମନ୍ତେ ପରିବେଷଣ କରିବାକୁ ଚାହୁଁଛନ୍ତି ତାହା ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ। ପ୍ରଭୁ ତାଙ୍କର ସେବା କାର୍ଯ୍ୟରେ ତାଙ୍କୁ ବହୁଳ ଭାବେ ବ୍ୟବହାର କରନ୍ତୁ। ରେଭରେଣ୍ଡ ସନ୍ଦୀପ ଗିରି। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ମଧୁମୟ ନାମରେ ନମସ୍କାର। ପ୍ରଭୁଙ୍କର ଅନୁଗ୍ରହରୁ ଆମେମାନେ ଏଇ ବର୍ଷର ଖ୍ରୀଷ୍ଟମାସ ସିଜନରେ ଆମମାନେ ଆଉ ପ୍ରବେଶ କରିପାରିଛୁ। ଆଉ 2 ଦିନ ଗଲା ପରେ ସେଇ ଖ୍ରୀଷ୍ଟମାସକୁ ଆମମାନେ ପାଳନ କରିବା ପାଇଁ ଯିବୁ। ଖ୍ରୀଷ୍ଟମାସ ପ୍ରକୃତରେ ଆମମାନଙ୍କ ନିମନ୍ତେ, ସମଗ୍ର ଜଗତ ନିମନ୍ତେ ଖୁସି ଆଣିଥାଏ, ନୁହେଁ କି? ଆଜି ଯେଉଁ ବାକ୍ୟ ମାନେ ପ୍ରି ଖ୍ରୀଷ୍ଟମାସ ସେଲିବ୍ରେସନର ଏଇ କାର୍ଯ୍ୟକ୍ରମରେ ଯେଉଁ ଦେଖିବା ପାଇଁ ଯିବା, ତାହା ଆପଣମାନେ ପାଇବେ ଜିସାୟ ତାର 9 ପର୍ବର 6 ପଦ ଏବଂ 7 ପଦ। ଜିସାୟ 9 ପର୍ବର 6 ପଦ ଏବଂ 7 ପଦ। ଆଉ ଏଠାରେ ଏପରି ଲେଖାଯାଏ, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏ କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସନାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ। ଆମମାନେ ପ୍ରାର୍ଥନା କରିବା। ମଙ୍ଗଳମୟ ଈଶ୍ୱର, ପ୍ରଭୁ ତୁମକୁ ଆମମାନେ ଅଶେଷ ଧନ୍ୟବାଦ ଦେଉଛୁ। ତୁମେ ଆମମାନଙ୍କୁ ଅନୁଗ୍ରହ କଲ। ପୁଣି ପ୍ରଭୁ ଆଜି ଏଇ ସନ୍ଧ୍ୟା କାଳରେ ପ୍ରଭୁ ତୁମର ପବିତ୍ର ଚରଣ ନିକଟକୁ ଆସିବା ପାଇଁ ତୁମେ ସାହାଯ୍ୟ କଲ। ହଁ ପ୍ରଭୁ, ଆମମାନେ ପ୍ରାର୍ଥନା କରୁଛୁ, ଯଦିଓ ଅନଲାଇନ୍ ମାଧ୍ୟମରେ ଆମମାନେ କାର୍ଯ୍ୟକ୍ରମକୁ ପରିବେଷଣ କରୁଛୁ ବା ଉପସ୍ଥିତ ହେଇଛୁ, କିନ୍ତୁ ପ୍ରଭୁ ତୁମେ ସେହି ପରମେଶ୍ୱର ଯିଏକି ଅପରିବର୍ତ୍ତନୀୟ ପରମେଶ୍ୱର। ଆଉ ପ୍ରଭୁ ତୁମର ସେଇ ମହା ଅନୁଗ୍ରହଙ୍କ ବିଷୟରେ ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟ। ହଁ ପ୍ରଭୁ, ଆମମାନଙ୍କୁ ତୁମେ ଦାନ କଲ ଯେଭଳି ଆମେମାନେ ଜୀବିତ ରହୁ। ପ୍ରଭୁ, ଏ କାର୍ଯ୍ୟ ଆଜି ହେଇନାହିଁ, ଏ କାର୍ଯ୍ୟ 2000 ବର୍ଷ ତଳୁ ସମାପ୍ତ ହେଇସାରିଛି। ଆଜି ଆମମାନେ ତାକୁ ସ୍ମରଣ କରୁଛୁ। ଆଉ ପ୍ରଭୁ, ଯେତେବେଳେ ଆମେ ଏଇ ସେଲିବ୍ରେସନ୍ ମଧ୍ୟକୁ ଯାଉଛୁ, ସେଥିପାଇଁ ଆମମାନେ ଏକତ୍ର ହେଇଛୁ ଏଇ ସନ୍ଧ୍ୟା କାଳରେ ତମର ଗୌରବ କରିବା ପାଇଁ। ପୁଣି ପ୍ରଭୁ ସେଇ ପୁରୁଣା ବିଷୟ ସବୁ ସ୍ମରଣ କରିବା ପାଇଁ, ଆଉ ତୁମଠାରେ ଆନନ୍ଦ କରିବା ପାଇଁ, ଆଉ ତୁମର ଇଚ୍ଛା ସାଧନ କରିବା ପାଇଁ। ପ୍ରଭୁ, ଯେତେ ଭାଇ ଭଉଣୀ ଉପସ୍ଥିତ ଅଛନ୍ତି, ପ୍ରଭୁଗ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କୁ ସେ କଥା ସ୍ମରଣ କରେଇ ଦିଅ। ମୋତେ ହଜାଉଲୁଚାଅ, ତୁମେ ପ୍ରଭୁ କଥା କୁହ। ସକଳ ଗୌରବ ପ୍ରଶଂସା ତୁମକୁ ଦେଇ ଯୀଶୁଙ୍କ ନାଁରେ ମାଗୁଅଛୁ, ଆମେନ୍। ଈଶ୍ୱରଙ୍କର ମିଶନାରୀ ହୃଦୟ ତାଙ୍କର ଗୌରବକୁ ପ୍ରତିଫଳିତ କରେ ସେତେବେଳେ ଯେତେବେଳେ ଲୋକମାନେ ଯୀଶୁଙ୍କର ପରିଚୟ ପାଆନ୍ତି ଏବଂ ତାଙ୍କର ସେବା କରିବାରେ ଲାଗନ୍ତି। ଆପଣମାନେ ଟିକେ ଚିନ୍ତା କରନ୍ତୁ, କିଭଳି ଭାବରେ ଗୋଟେ ଲାଇଟ୍, ଗୋଟେ ଆଲୋକ ସେ ଅନ୍ଧକାର ମଧ୍ୟରେ ପ୍ରବେଶ କରେ। ଅନେକଙ୍କର ଆପଣମାନଙ୍କର ମନେ ଥିବ, ଅଇନାରେ ଯେତେବେଳେ ସୂର୍ଯ୍ୟ କିରଣକୁ ଆମେ ପ୍ରତିଫଳିତ କରିଥାଉ ଆଉ ତାହା ବହୁତ ଦୂରକୁ ଯାଇଥାଏ, ସେହିଭଳି ଅଇନାରେ ପ୍ରତିଫଳିତ କରି ଆମେ ଅନ୍ଧକାର ଥିବା ଜାଗାମାନଙ୍କୁ ପକାଇଥାଉ। ଆହୁରି ଆପଣମାନେ ଚିନ୍ତା କରନ୍ତୁ, ଗୋଟେ ଫ୍ଲାସ୍ ଲାଇଟ୍ ଯଦି ଆମେ ଧରିକି ଯିବୁ ଏବଂ ଗୋଟେ ଅନ୍ଧକାର ଗହ୍ୱରରେ ଗୁମ୍ଫାରେ ଆମେ ତାକୁ ପକାଇବୁ, ଈଶ୍ୱରଙ୍କର ମିଶନାରୀ ହୃଦୟ
ତାଙ୍କର ଜ୍ୟୋତିକୁ ଅନ୍ଧକାର ଜଗତ ମଧ୍ୟକୁ ଯୀଶୁଙ୍କ ମାଧ୍ୟମରେ ପଠାଇଲେ, ଯୀଶୁଙ୍କ ରୂପରେ ପଠାଇଲେ। ମୁଁ ଯେତେବେଳେ ସାନ ଥିଲି ଆଉ ରାତିରେ ଆପଣମାନେ ମଧ୍ୟ ଦେଖିଥିବେ ଅନେକ ଜୁଳୁଜୁଳିଆ ପୋକ ଆଉ ସେ ଉଡ଼ି ବୁଲେ, ଆଉ ଦେଖିକି ଆଶ୍ଚର୍ଯ୍ୟ ହେଉଥିଲି ଯେ ପ୍ରଥମତଃ ମୁଁ ଜାଣିନଥିଲି ସେ ଗୋଟେ ପୋକ ବୋଲି। ଆଉ ମୁଁ ପଚାରିଲି ଏ ଲାଇଟ୍ଟା କେମିତି ଉଡ଼ୁଛି। ଆଉ ଯେତେବେଳେ ଆଉ ଟିକେ ବଡ଼ ହେଲି, ମୋର ହେତୁ ହେଲା, ମୁଁ ସେ ଜୁଳୁଜୁଳିଆ ପୋକକୁ ଆଉ ଦେଖିଲି ସେ ଗୋଟେ ପୋକ। ଆଉ ମୋର ଆଶ୍ଚର୍ଯ୍ୟ ଆହୁରି ବଢ଼ିଗଲା, ଯେ ମୋର କ୍ୟୁରିଓସିଟି ଆହୁରି ବଢ଼ିଗଲା ଯେ ସେ ପୋକ କେମିତି ଲାଇଟ୍ ବାହାର କରୁଛି। ଜିସାୟ ଏଇ 9 ପର୍ବରେ ଏଭଳି ଏକ ସମୟରେ ପ୍ରଚାର କରୁଛନ୍ତି, ତାହା ଅନ୍ଧକାର ସମୟ ବୋଲି ବାଇବେଲରେ ପ୍ରକାଶ କରାହେଉଛି। ତାହା ଅନ୍ଧକାର ସମୟ, ମନ୍ଦତାର ସମୟ, ଆଶାଶୂନ୍ୟତାର ସମୟ ଏବଂ ଲୋକମାନଙ୍କର ବ୍ୟକ୍ତିଗତ ପାପ ମଧ୍ୟରେ ଥିବା ସମୟ। ଜିସାୟ ଏଠାରେ ହି ଇଜ୍ ଆଣ୍ଟିସିପେଟିଂ ଗଡ୍ସ ଲାଇଟ୍ ଦ୍ୟାଟ୍ ଉଡ୍ କମ୍ ଟୁ ଦ ପିପୁଲ। ଜିସାୟ ଏହି ଯୀଶୁଙ୍କର ବା ଈଶ୍ୱରଙ୍କର ମହିମାପୂର୍ଣ୍ଣ ଜ୍ୟୋତି, ଯାହାକି ଦୁଃଖ ଅନ୍ଧକାରକୁ ଭେଦ କରି ଖୁସିର ଆଲୋକରେ ପରିଣତ କରି ଦେଇପାରେ, ତା ବିଷୟରେ ଏଠି ସେ ବ୍ୟାଖ୍ୟା କରୁଛନ୍ତି। ସିଏ ଏଭଳି ଏକ ସମୟରେ ବ୍ୟାଖ୍ୟା କରୁଛନ୍ତି ଯେଉଁ ସମୟରେ ସମୟ କ'ଣ ଥିଲା ନା ଅନ୍ଧକାରରେ ଆଚ୍ଛାଦିତ ଥିଲା, କାରଣ ଭ୍ରାନ୍ତ ଶିକ୍ଷକମାନେ ପ୍ରବଳ ଭାବରେ ଥିଲେ। ପାପର ବାହୁଲ୍ୟତା, ପାପ ବୃଦ୍ଧି ପାଉଥିଲା ଏବଂ ଲୋକମାନଙ୍କର ଆତ୍ମିକ ପୁଣି ଏଥିକାଲ ସେନ୍ସ ତାଙ୍କର କମି କମି ସବୁ ଯାଉଥିଲା। ଆଉ ଆମୋସଙ୍କର ପୁତ୍ର ଜିସାୟ ସେ କ'ଣ କରୁଛନ୍ତି, ଆଉ ଲୋକମାନଙ୍କୁ ସେଇ ବିଷୟରେ ୱାର୍ନ କରୁଛନ୍ତି, ରିବୁକ୍ କରୁଛନ୍ତି। ଇସ୍ରାଏଲର ସେ ସମୟ ଅନ୍ଧକାରର ସମୟ, ଅବିଶ୍ୱସ୍ତତାର ସମୟ, ଆଶାଶୂନ୍ୟତାର ସମୟ। କିନ୍ତୁ ସେହି ସମୟ ମଧ୍ୟରେ ଜିସାୟ କ'ଣ କରୁଛନ୍ତି ନା ହି ପ୍ରୋକ୍ଲେମ୍ ଦ ହୋପ୍ ଅଫ୍ ଗଡ୍ସ ଲାଇଟ୍। ଈଶ୍ୱରଙ୍କର ଜ୍ୟୋତି ବିଷୟରେ ସେଇ ଆଶା ଲୋକମାନଙ୍କ ମଧ୍ୟରେ ସଞ୍ଚାରିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଠି କେତେଗୁଡ଼ା ବିଷୟ ବ୍ୟାଖ୍ୟା କରାହେଇଛି ବା ସେହି ସମୟର ଅବସ୍ଥା ବିଷୟରେ କୁହାହେଇଛି। ଲେଖା ହେଉଛି, ଦେଖନ୍ତୁ ପ୍ରଥମ ପଦରେ, ମାତ୍ର ପୂର୍ବେ ବେଦନାଗ୍ରସ୍ତ ଥିଲା। ଯେଉଁ ଦେଶ ବେଦନାଗ୍ରସ୍ତ ଥିଲା ତାହା ତିମିରାବୃତ ହୋଇ ରହିବ ନାହିଁ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ ଯଦନର ସେପାରିସ୍ଥ ଗୋଷ୍ଠୀଗଣର ଗାଲିଲିକୁ ସମ୍ଭ୍ରାନ୍ତ କରିବେ। ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ ସେମାନେ ମହା ଆଲୁଅ ଦେଖିଅଛନ୍ତି, ଯେଉଁମାନେ ମୃତ୍ୟୁଛାୟା ରୂପ ଦେଶରେ ବାସ କଲେ ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି। এই ଯେଉଁ ଜ୍ୟୋତି ବିଷୟରେ ଜିସାୟ ପ୍ରକାଶ କରୁଛନ୍ତି, ଏ ଜ୍ୟୋତି କ'ଣ କଲା ନା ଅନ୍ଧକାରକୁ ହଜାଇ ଦେଲା। ଅନ୍ଧକାରକୁ କ'ଣ କଲା ନା ଲାଇଟ୍ ଓଭର ସାଡୋଜ୍ ଡାର୍କନେସ୍। ଅନ୍ଧକାର ଉପରେ ସିଏ ଅନ୍ଧକାରକୁ ପଛକୁ ଠେଲିଦେଲା। ଏବଂ ଏହି ସମୟରେ ଜିସାୟ ଯେଉଁ ଏଇ ମେସେଜ ଦେଉଛନ୍ତି, ସେ ଏଇଟା ସାମୟିକ ବା ସେହି ସମୟରେ ଏବଂ ୟୁନିଭର୍ସାଲ ମଧ୍ୟ ଥିଲା। ପୃଥିବୀର ସବୁ ଜାଗା ପାଇଁକା ଥିଲା, କେବଳ ସେ କ୍ଷେତ୍ର ପାଇଁ ନଥିଲା, ଇସ୍ରାଏଲ ପାଇଁକା ନଥିଲା, ଏହା ପୃଥିବୀର ସବୁ ଜାଗା ପାଇଁକା ଥିଲା। ଆଉ ଏହା ସବୁ ସମୟ ପାଇଁ ଥିଲା। ଦିସ୍ ମେସେଜ ଇଜ୍ ବୋଥ୍ ଫର୍ ୟୁନିଭର୍ସାଲ ଆଣ୍ଡ ଟାଇମଲି। ଆଜିର ପୃଥିବୀ ଯଦି ଆମେ ଦେଖୁଛୁ, ତାହେଲେ ଏଇଭଳି ଦ୍ୱନ୍ଦ୍ୱ ମଧ୍ୟରେ, ଏଇଭଳି ଅନ୍ଧକାରଚ୍ଛନ୍ନ ମଧ୍ୟରେ ରହିନାହିଁ କି? ଯୁଦ୍ଧ, ଶୀତଳ ଯୁଦ୍ଧ କୁହନ୍ତୁ ବା ପ୍ରକ୍ସି ୱାର କୁହନ୍ତୁ, ଏହା କ'ଣ ଚାଲି ନାହିଁ କି? କର୍ପୋରେଟ୍ ହାଉସ୍ ମାନଙ୍କରେ, ବଡ଼ ବଡ଼ କମ୍ପାନୀ ମାନଙ୍କରେ ଯୁଦ୍ଧ ଚାଲି ନାହିଁ କି? ପରିବାର ଗୁଡ଼ିକ ମଧ୍ୟରେ ଯୁଦ୍ଧ ଚାଲି ନାହିଁ କି? এই পৃথিবী বর্তমান বিভিন্ন প্রকার সমস্যার জর্জরিত হয়ে পড়িছি। সেতবেলে মধ্য থিলা, বর্তমান মধ্য পরিস্থিতি আহুরি পছে গুরুতর হয়েছি, কিন্তু লাঘব হই নাই। এবং
ଦ୍ୱିତୀୟରେ କ'ଣ ନା ଦେଶ ଅସ୍ଥିର ଥିଲାବେଳେ ଜିସାୟ ତାହା ପ୍ରଚାର କରିଥିଲେ। ସେହି ସମୟରେ ଇସ୍ରାଏଲ ଅସ୍ଥିର ଥିଲା। କେବଳ ପରସ୍ପର ମଧ୍ୟରେ ଯୁଦ୍ଧ ପାଇଁକା ନୁହେଁ, ଯୁଦ୍ଧ ମଧ୍ୟରେ ନୁହେଁ, କିନ୍ତୁ କ'ଣ ନା ଦେଶ ମଧ୍ୟରେ, ଦେଶ ଭିତରେ ମଧ୍ୟ ଗୋଟେ ପ୍ରକାର ଅନରେଷ୍ଟ ବା ଅଶାନ୍ତିର ବାତାବରଣ ଥିଲା। ଦେଶ ଭିତରେ ଗ୍ରୁପିଜିମ୍ ଥିଲା। ଦେଶ ଭିତରେ ନେତୃତ୍ୱ ବର୍ଗ ମଧ୍ୟରେ କନ୍ଦଳ ଥିଲା ଏବଂ ସେମାନେ ବିଭିନ୍ନ ପ୍ରକାରର ଡିକ୍ଟେଟରସିପ୍ ବା କ'ଣ ନା ଲୋକମାନଙ୍କୁ ହସ୍ତଗତ କରିବା ପାଇଁ ତାଙ୍କ ଉପରେ ଘୃଣାର ବାତାବରଣ ଖେଳେଇ ଦେଇ ରାଜତ୍ୱ କରିବା ପାଇଁ ଚେଷ୍ଟା କରୁଥିଲେ। ଆଉ ସେଇଥିପାଇଁକା ଅନେକ ଲୋକ ଶୋଇପାରୁନଥିଲେ ଏବଂ ଗୋଟେ ଅସ୍ଥିରତା ମଧ୍ୟରେ ସେମାନେ ଯାଉଥିଲେ ସେ ଦେଶ ମଧ୍ୟରେ ଏବଂ ସେମାନଙ୍କ ହୃଦୟରେ ଗୋଟେ ବ୍ୟାକୁଳତା ଉତ୍ପନ୍ନ ହେଉଥିଲା ଶାନ୍ତି ପାଇଁ। ଦେ ୱେର୍ ଲଙ୍ଗିଂ ଫର୍ ପିସ୍। ଏବଂ ତୃତୀୟରେ ବ୍ୟକ୍ତିଗତ ପାପର ଅଭିବୃଦ୍ଧି ଘଟିଥିଲା। ଲୋକମାନେ ତାଙ୍କର ମୂଲ୍ୟବୋଧକୁ ହଜାଇ ଦେଉଥିଲେ ନିଜର ଜ୍ଞାନରେ। ଆଉ ବିଭିନ୍ନ ପ୍ରକାର ସମସ୍ୟା ଯେତେବେଳେ ତାଙ୍କ ଜୀବନରେ ଆସୁଥିଲା, ସେମାନେ ଯେତେବେଳେ ବାହାରର ଦେଶ ଗୁଡ଼ିକ ଦେଖୁଥିଲେ, ବାହାରର ଲୋକମାନଙ୍କୁ ଦେଖୁଥିଲେ, ସେମାନେ କ'ଣ କରୁଥିଲେ ନା ସେମାନଙ୍କର ଯେଉଁ ବ୍ୟକ୍ତିଗତ ମୂଲ୍ୟବୋଧ, ବ୍ୟକ୍ତିଗତ ଶାଳୀନତା, ସେ ସବୁକୁ ସେମାନେ ପଛରେ ପକାଇବା ପାଇଁ ଚେଷ୍ଟା କରୁଥିଲେ। ଆଉ ସେହି ସମୟରେ ଜିସାୟ କ'ଣ କରୁଛନ୍ତି ନା ପ୍ରକ୍ଲେମ୍ କରୁଛନ୍ତି ଦ ଗୁଡ୍ ନ୍ୟୁଜ୍। ଶୁଭ ସମାଚାର କ'ଣ? ମୁଁ ଟ୍ରେନରେ ଗଲାବେଳେ ଏଇ କିଛି ଦିନ ତଳେ ମୁଁ ଦେଖୁଥିଲି, ମୁଁ ଜାଣିଥିଲି ଯେ ବାଇବେଲରେ କେବଳ ଗସ୍ପେଲ ଅଛି ବୋଲିକି, ନାଇଁ କି? ଆପଣମାନେ ମଧ୍ୟ ସେୟା ଜାଣିଥିବେ। ଶୈତାନ କେତେ ଚାଲାକ ଦେଖନ୍ତୁ। ମୁଁ ଯେଉଁ ରେଲୱେ ଷ୍ଟେସନରେ ଯେଉଁ ବୁକ୍ ଷ୍ଟଲ୍ ସବୁ ଥାଏ, ମୁଁ ବେଳେବେଳେ ଯାଇକି ସେଠି ଯେତେବେଳେ ଯାଏ, ଟାଇମ୍ ପାଇଲେ ମୁଁ ସେଠି ଠିଆ ହେଇକି ବହି ଗୁଡ଼ାକୁ ଦେଖେ, କିଛି ବହିକୁ ଖେଳାଏ କ'ଣ ବିଷୟ ଅଛି ବୋଲି। ଲେଖା ହେଇଛି ମୋର, ମୁଁ ଦୂରରୁ ଦେଖିଲି ଲେଖା ହେଇଛି ଗସ୍ପେଲ। ମୁଁ କହିଲି କ'ଣ ଗସ୍ପେଲ ଖ୍ରୀଷ୍ଟିଆନ ବହି କ'ଣ ଏଠି ବିକ୍ରି ହେଲାଣି ଦେଖିବା। ମୁଁ ପାଖକୁ ଗଲାବେଳକୁ ଲେଖା ହେଇଛି ଗସ୍ପେଲ ଅଫ୍ ଏ ହୋଲି ମଦର। ସେ ରାମକୃଷ୍ଣ ମିଶନର ଗୋଟେ ସଂସ୍ଥାର ସେ ବୁକ୍ ହେଉଛି ଗସ୍ପେଲ ଅଫ୍ ଏ ହୋଲି ମଦର। ତାପରେ ଆଉ ଗୋଟେ ବହି ସେମିତି ଦେଖୁଛି ମୁଁ, ବହୁତ ଗୁଡ଼ା ଗସ୍ପେଲ ବହି କାହିଁକି ସେମାନେ ରଖିଛନ୍ତି ମୁଁ ଜାଣିନି, ମୁଁ ଆଗରୁ କେବେ ଦେଖିନଥିଲି ସେମିତି। ଆଉ ଗୋଟେ ଜାଗାରେ ଲେଖା ହେଇଛି ଗସ୍ପେଲ ହ୍ୱିଚ୍ କ୍ୟାନ୍ ଫ୍ରି ୟୁ। ସେଟା କାହାର ଗସ୍ପେଲ କ'ଣ ମୁଁ କହିପାରିବିନି, କାରଣ ସେ ବହି ଭିତରେ ଥିଲା, ମୁଁ ତାକୁ ଖେଳେଇନି। କିନ୍ତୁ ମୋର ପ୍ରିୟମାନେ, ଜିସାୟ ଏଠାରେ କ'ଣ କରୁଛନ୍ତି, ଏଇଭଳି ପରିସ୍ଥିତିରେ, ଏଇଭଳି ସମୟରେ ସେ ପ୍ରକ୍ଲେମ୍ କରୁଛନ୍ତି ପ୍ରକୃତରେ ସୁସମାଚାର ଯାହା, ପ୍ରକୃତରେ ଶୁଭ ସମାଚାର ଯାହା। ଆଉ ସେ କ'ଣ କହୁଛନ୍ତି ନା କହୁଛନ୍ତି କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ହି କ୍ୟାନ୍ ଫୋର୍ସି, ଆଗକୁ ଯେଉଁ ବିଷୟ ଘଟିବାକୁ ଯାଉଛି ସେ କହୁଛନ୍ତି। ଆଉ ସେଇ ଜ୍ୟୋତି କିଭଳି ଅନ୍ଧକାରକୁ ହଜେଇ ଦେଲା ସେ ବିଷୟରେ ମଧ୍ୟ ସେ ସମ୍ୟକ ସୂଚନା ଦେଉଛନ୍ତି। ଦ୍ୱିତୀୟରେ ଯେଉଁ ଦୁଃଖ ଥିଲା ସେ ଦୁଃଖକୁ ଖୁସି ବା ଆନନ୍ଦ କ'ଣ କଲା ନା ଓଭରଟେକ୍ କଲା ବା ତାକୁ ଅତିକ୍ରମ କରିଗଲା। କେମିତି ନା ଜିସାୟ 9 ପର୍ବ 1 ପଦରେ ଯେଉଁ ଲେଖା ହେଉଛି, ଦିଟା ୱାର୍ଡ ଇଂଲିଶରେ ବଢ଼ିଆ ଲେଖା ହେଉଛି ଗ୍ଲୁମ୍ ଆଣ୍ଡ ଅପରେସନ୍। ଗ୍ଲୁମ୍ ଏବଂ ଅପରେସନ୍ ବୋଲି ଲେଖା ହେଉଛି। ଅପ୍ରେସ୍ ବା ପଦଦଳିତ କରିବା। ଯେଉଁ ଦେଶ ବେଦନାଗ୍ରସ୍ତ ଥିଲା, ଯେଉଁ ଦେଶ ବେଦନାଗ୍ରସ୍ତ ଥିଲା, ଜିସାୟ କହୁଛନ୍ତି ଏଇ ଯେଉଁ ବେଦନାଗ୍ରସ୍ତ, ଏଇ ଯେଉଁ ଅବହେଳିତ, ଏ ବିଷୟ ସବୁଦିନ ରହିବ ନାହିଁ। କାରଣ ଈଶ୍ୱର, God will come in splendor and simplicity। ଈଶ୍ୱର
ତାଙ୍କର ସର୍ବମହିମା ସହିତ ଆସିବେ ଏବଂ କ'ଣ କରିବେ? ଯୀଶୁ ଖ୍ରୀଷ୍ଟ ଯିଏ ସିଏ ଆସିବେ ଏବଂ ସମସ୍ତ ପ୍ରକାର ଦୁଃଖ, ସମସ୍ତ ପ୍ରକାର ବେଦନା, ସମସ୍ତ ପ୍ରକାରର ଅନ୍ୟାୟ, ସମସ୍ତ ପ୍ରକାରର ଯେଉଁ ଜୋର ଜବରଦସ୍ତ ଦଳନ ପ୍ରକ୍ରିୟାକୁ ସେ କ'ଣ କରିବେ? ନିଜ କାନ୍ଧରେ ନେବେ। ପ୍ରେରିତ ପାଉଲ ଫିଲିପିୟ ମଣ୍ଡଳୀକୁ ଯାହା ଲେଖିଥିଲେ ସେଇ ଜିନିଷ ଯିଶାୟ ଏଠି କହୁଛନ୍ତି ଯେ ପିଓର ଜୟ, ସମ୍ପୂର୍ଣ୍ଣ ଆନନ୍ଦ ଯୀଶୁଙ୍କ ଠାରୁ ଆସିଥାଏ। ଏବଂ ଏହି ଯେଉଁ ଗ୍ଲାଡନେସ୍ ବା ଆନନ୍ଦ କ'ଣ କରେ ନା ଦୁଇଟା ବିଷୟ କରେ। ଅବଦମିତ ବା ଏକ ବୁଝିବାକୁ ଯାଉଥିବା ଆତ୍ମାକୁ ଆଲୋକମୟ କରେ ଏବଂ ଏକ ଖୁସିର ଆତ୍ମାକୁ ସେ ସ୍ଥାନରେ ପ୍ରସ୍ତୁତ କରେ। ଇଟ୍ ବ୍ରାଇଟେନ୍ସ ଏ ଡିମ୍ ସ୍ପିରିଟ୍ and it creates a spirit of jubilee। जुबिली महा आनंदर समय, जो समय ଲୋକମାନେ ନିଜେ ନିଜେ ସେଇ ବଣ୍ଡେଜରୁ ବା ସେ ଦାସତ୍ୱ ପ୍ରକ୍ରିୟାରୁ ସେମାନେ ଉଦ୍ଧାର ପ୍ରାପ୍ତ ହୁଅନ୍ତି, ଯାହାକି ଲେବୀୟ ପୁସ୍ତକ ଗଣନା ପୁସ୍ତକରେ ଲେଖା ହେଇଛି। ଆଉ ସେଇ ସମୟ ସେଇ ଯେଉଁ ଦାସ ଯେଉଁ ତାର କଷ୍ଟ ଯନ୍ତ୍ରଣାରେ ରହୁଥିବ, ସେଠୁ ଯେଉଁ ଉଦ୍ଧାର ପ୍ରାପ୍ତ ହବ, ସେଇ ଯେଉଁ ଆନନ୍ଦ, ସେଇଭଳି ଆନନ୍ଦ ସେ ଆତ୍ମା, ଖୁସିର ଆତ୍ମାକୁ ପ୍ରସ୍ତୁତ କରିବେ। ଏବଂ ତୃତୀୟରେ ବିଜୟ ପରାଜୟକୁ କ'ଣ କଲା ନା ବଳିଗଲା ବା ତାକୁ ପଛକୁ ଠେଲିଦେଲା। ବନ୍ଧନ ଗୁଡ଼ିକ ହଟିଗଲା ଏବଂ ଦମନ ପ୍ରକ୍ରିୟାକୁ କାଢ଼ି ନିଆଗଲା। ମୋର ପ୍ରିୟମାନେ, ପ୍ରଥମ ପିତର 1 ପର୍ବ ତାର 20 ପଦ ଏବଂ 21 ପଦ ଆମେ ଟିକେ ଦେଖିବା। ପ୍ରଥମ ପିତର 1 ପର୍ବର 20 ପଦ ଏବଂ 21 ପଦ। ଆଉ ଏଠାରେ ଲେଖା ହେଉଛି, ସେ ଜଗତର ପତନ ପୂର୍ବରୁ ନିରୂପିତ ହୋଇ ତୁମମାନଙ୍କ ନିମନ୍ତେ ଶେଷ କାଳରେ ପ୍ରକାଶିତ ହୋଇଅଛନ୍ତି। ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କରିଅଛନ୍ତି, ସେହି ଈଶ୍ୱରଙ୍କ ଠାରେ ତୁମ୍ଭେମାନେ ତାହାଙ୍କ ଦ୍ୱାରା ବିଶ୍ୱାସ କରୁଅଛ। ଏଣୁ ଈଶ୍ୱର ତୁମମାନଙ୍କର ବିଶ୍ୱାସ ଓ ଭରସାର ସ୍ଥଳ ଅଟନ୍ତି। କିଏ ଆମମାନଙ୍କର ବିଶ୍ୱାସ ଏବଂ ଭରସାର ସ୍ଥଳ? ଆମମାନଙ୍କର ବିଶ୍ୱାସ ଏବଂ ଭରସାର ସ୍ଥଳ ହେଉଛନ୍ତି ଈଶ୍ୱର ସ୍ୱୟଂ ଯୀଶୁ ଖ୍ରୀଷ୍ଟ। କାରଣ ତାହାଙ୍କର ନାମ ହେଉଛି ପରାକ୍ରାନ୍ତ ପରମେଶ୍ୱର, ତାହାଙ୍କର ନାମ ହେଉଛି ଅନନ୍ତକାଳୀନ ପିତା। ସେ ହେଉଛନ୍ତି ଆଶ୍ଚର୍ଯ୍ୟ, ସେ ହେଉଛନ୍ତି ମନ୍ତ୍ରୀ, ସେ ହେଉଛନ୍ତି ଶାନ୍ତି ରାଜା। ଆଉ ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ପୁଣି କଲସିୟ ତାର 2 ପର୍ବ 6 ପଦ ଏବଂ 11 ପଦ ଆମେ ଦେଖିବା। କଲସିୟ 2 ପର୍ବ 6 ପଦରେ କ'ଣ ଲେଖା ହେଉଛି? ଅତଏବ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ବୋଲି ଯେପରି ଗ୍ରହଣ କରିଅଛ, ତଦନୁସାରେ ତାହାଙ୍କ ସହଭାଗିତାରେ ଆଚରଣ କର। ଏବଂ 11 ପଦରେ ଲେଖା ହେଉଛି, ଆହୁରି ମଧ୍ୟ ତୁମେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ ଅର୍ଥାତ୍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ। ତୁମେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇ ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ କାର୍ଯ୍ୟ ସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ ହୋଇଅଛ। ଈଶ୍ୱରଙ୍କର ଯେଉଁ ମିଶନାରୀ ହୃଦୟ, ତାହା କ'ଣ କରେ ନା ସେଇ ଯୀଶୁ ରୂପକ ଜ୍ୟୋତିକୁ ଆମମାନଙ୍କୁ ଗ୍ରହଣ କରିବା ପାଇଁ ତାଙ୍କୁ ପ୍ରବର୍ତ୍ତାଏ ଏବଂ ସେ ଯୀଶୁଙ୍କର ଠାରେ ଲକ୍ଷ୍ୟ ରଖି ଜୀବନ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତତାର ସହ ଆଚରଣ କରିବା ପାଇଁ ଆମମାନଙ୍କୁ ପ୍ରବର୍ତ୍ତାଏ। ଆଉ ଯେତେବେଳେ ଜଣେ ମନୁଷ୍ୟ ଭାବରେ ଆମେମାନେ ତାହା ଗ୍ରହଣ କରୁ, ତାକୁ ଆକ୍ସେପ୍ଟ କରୁ, କାରଣ ରିଜେକ୍ଟ ମଧ୍ୟ ଆମେମାନେ କରିପାରିବା। ଆଉ ଆଜି ଅନେକ ଜଣ ରିଜେକ୍ଟ ମଧ୍ୟ କରୁଛନ୍ତି। କେବଳ ଅନ୍ୟ ବିଶ୍ୱାସ ମତର ଲୋକ ନୁହନ୍ତି, ଆମର ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ, ଯେଉଁମାନେ ଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ଭାବରେ ଜାଣିନାହାନ୍ତି ବା ଜାଣିବା ପାଇଁ ଇଚ୍ଛା କରନ୍ତି ନାହିଁ, ସବୁବେଳେ ପଛଘୁଞ୍ଚା ଦିଅନ୍ତି ବା ସେମାନେ ଭାବନ୍ତି ଯେ ମୁଁ ଯେମିତି ଅଛି ସେମିତି ଠିକ୍ ଅଛି, ମୋତେ ମୋର ଧର୍ମ କର୍ମ କ'ଣ କରିବ ନା ସ୍ୱର୍ଗକୁ ନେଇଯିବ। ସେମାନେ ମଧ୍ୟ କ'ଣ କରନ୍ତି ନା ହୃଦୟରେ ଏହା ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରନ୍ତି ନାହିଁ ବା ଈଶ୍ୱରଙ୍କ ଠାରେ, ଯୀଶୁଙ୍କ ଠାରେ ସମ୍ପୂର୍ଣ୍ଣ ରୂପେ ନିଜକୁ ନମ୍ର କରନ୍ତି ନାହିଁ
संपूर्ण भाव समर्पित हुअन्ति नाही। प्रेरित पाउल सी भाबुले जे सी जो ज्ञान रे ज्ञानवान होती, कारण आम जाचु प्रेरित पाउलंकर जीवन सी जड़े अत्यंत ख्याति संपन्न ज्ञानवान व्यक्ति थिले। अनेक ज्ञान तांको पाखरे पुणी फारुसी थिले। आ सी भाबुले एकदा जे मु जो ज्ञान जानी ज्ञान मो पाखरे अच्छी से ज्ञान रे मु जदि ईश्वर को पाई कौन करी ना यही भली कार्य करी ख्रीष्ट विश्वासी मानू यही मतरे चलुवा लोक मानू मु कौन करी ना ताड़ना करी, ताहले ईश्वर मो प्रति कौन करेंगे ना खुशी हे मो ठारे खुशी हे। किंतु जिते से दमेशक पथरे जाऊँगी सेतेबेले से कौन होची ना अकस्मात आकाशर आलोक तांको चारिआडे चमकी उठिला। देखंतु एठी मध्य आकाशर आलोक तांको चारिआडे चमकी उठिला। मोर कहिबार तात्पर्य होची जीशु ख्रीष्ट ही आलोक। तांकर आलोक सदा सर्वदा आम मानक सम्मुखरे अछि, आम मानकर सहित अछि, लोक मानक पाखरे अछि, लोक मानक उपरे पड़े। आ सेतेबेले पाउलो तांकर ज्ञान रे आउजी पड़िले नाही, से भूमि रे पड़ी जाई। देखंतु दिस इज द डिफरेंस। तीन पर्वर जितेबाला आकाशर आलोक तांको चारिआडे चमकी उठिला, सेतरे से भूमि रे पड़ी जाई तांको प्रति उक्त एही बाणी सुनिले, हे साउल काहीकि आंबकु ताड़ना करूअछ। आ 5 पदरे लेखा होची प्रेरित 9 पर्वर 5 पदरे से कहिले, हे प्रभु आपण किए? आ से कहिले, जहां तुमे ताड़ना करूअछ आंभे सही जीसु। बहु जन कहती साउल पाउल हेले, प्रकृत ताहा नुहे। किंतु पाउल तांकर ज्ञान जहाँ थिला से ज्ञान एई घटना बेलू कुआडे गला, से कहीं से ज्ञान को व्यवहार करू नाहंती। आपण मान टिके भाबंतु कहीं से ज्ञान को व्यवहार करू नाहंती। सांगे सांगे से नम्र होउचंती, सांगे सांगे से पतित होउचंती, सांगे सांगे से पचारुचंती। गोटे जिहुदी लोक आपण माने पुरातन नियम रे देखिथिबे, गोटे जिहुदी लोक ईश्वर को छड़ा काहाकू प्रभु बोली कहे नाही। आ पाउल एठी कहउचंती, हे प्रभु आपण किए? हे प्रभु आपण किए? पाउलंकर ए हृदय केमिति हेला? आलोक आज आम समस्तक पाइका ऑलरेडी एवेलेबल। आपण को पाइका एवेलेबल, मो पाई एवेलेबल, पृथ्वीर समस्त को पाइका एवेलेबल, समस्त को पाइका एवेलेबल। हाँ, केते गुडा जगार आज मध्य पहुँची नाही। या एथिपाई नुहे जे आलोक एवेलेबल नहीं, आलोक उपस्थित नुहे, आलोक से जगार मध्य उपस्थित। जमती कि अंडमान रो से सेंटिनेल लोक मान पाखरे, सेंटिनेल लोक माने जो माने कि आदिम अटंती, सेठी से माने केबे भी कौन से लोक को प्रश्रय दियंती नहीं, बा सेमानंकर चिंताधारा रे कौन ना चिंताधारा मध्य काहाकू कहार आउ चिंता प्रवेश करिया पई समाने इच्छा करंती नहीं। सेंटिनेल माने सेमती अनेक जगह अच्छी जोठी कि आलोक उपस्थित अच्छी। केमिति अच्छी सेटा मु कहि परिबिनी, किंतु ईश्वरंकर उपस्थिति अच्छी। किंतु सेमाने निज निजर संस्कृति रे, निज निजर ज्ञान रे, निज निजर आचार व्यवहार, जो व्यवहार शैतान द्वारा रे प्रेरित होता है, ताकू सेमाने एते आयत्त करि नै थांती, ताकू सेमाने एते जोर से जाबुड़ी की धरि थांती जे सेमाने कोन करंती ना ए आलोक को बा ए जो जीशु रूपक आलोक को सेमाने कोन करंती ना सेमाने स्वीकार करंती नहीं, भ्रूक्षेप करंती नहीं। एवं कौन हुए ना ता फल रे जो अंधकार को हरई दबा कथा आलुओ, आलुओ से अंधकार मध्य को एमाने प्रवेश करि पारे नाही। एइतिपई नुहे जे आलुओ प्रवेश करि पारिबो नाही, एइतिपई जे अंधकार को जे होल्ड करिकि रखिचंती, जो माने धरिकि रखिचंती, सेमाने तांको कबाट को खोलंती नाही, आलोक को आसिया पई दियंती नाही। मोर प्रिय माने, सूर्य बाहरे आलुओ देई थाए,
घरर जदि झरका खोलदवा आम ताले सूर्य किरण प्रवेश करिवो किंतु जदि आम बंद करदवा सूर्य किरण प्रवेश करिवो नाही ता अर्थ नुहे जे सूर्य नाही लोक माने दुखर अछंती अनेक दुखरे अछंती जीशु रूपक खुशी से दुख को एड़े दवा पई सामर्थ्यवान किंतु लोक माने दुख को जाबुड़ी की धरिया पई चाहती कारण से माने जीशु रूपक खुशी जीशु रूपक आलोक को से माने प्रश्रय दवा पई बा स्वीकार करिया पई नाराज जीशु आज मृत्यु उपरे विजयी किंतु लोक माने तांकर पराजय को जीवन रे थिबा पराजय को कौन करती आत्मिक पराजय को कौन करती से माने सेटा धरिकी खुशी बा से माने सेटारे संतुष्ट बा से माने ता बाहर जे प्रकृत विजय अच्छी जीशु रूपक विजय अच्छी से विषय से माने स्वीकार करिया पई बा ग्रहण करिया पई नाराज जीशु जे बंधन फिटई देइछंती समस्तकर बंधन फिटई देइछंती किंतु ताको हम विश्वास रे ग्रहण करिया पई पड़िबो से विषय से माने स्वीकार न करी से बंधन रे सब बळे जाबुड़ी हेगी थांती मोर गोटे घटना मने पड़े जो माने हाथी जो हाथी को जो सान बड़ू पालन करा जाए जदि आपण माने ताकू ध्यान सहित देखिथिबे ताले जानिथिबे छोट हाथी को आउ गोटे दौड़ी रे बा चेन रे बांधी दिया जाए हाँ से छोट हाथी पक्षरे ताकू छिड़ेबा बहुत कष्ट किंतु से हाथी बड़ होई थाए आ जेतले बड़ होई थाए सेई चेन रे बा दौड़ी रे ताकू बंधाई की रखाई थाए किंतु एते विशाल हो गला परे से यदि चाहिबो खुशी रे सुरुखुर रे से चेन छिड़े देई परिबो किंतु हाथी एते अभ्यस्त हो जाई थाए से चेन बा दौड़ी रे बंधा हबारे से केबे भी ता जीवन काल मध्य रे चेष्टा करे नाही ताकू छड़े दवा पई खाली जेतले हाथी पागल हो जाए केतोड़ा केस रे आमे देखिचु से सेतळ को जहा बंधन रे थिले भी सब को छिड़ेई की उपाड़ी की पळाए नले बाकी नॉर्मल स्टेज रे से हाथी केबे भी सेई चेन को बा दौड़ी को बा रज्जु को छिड़े दवा पई का इच्छा करे नाही बा भाबे जे मो ठीक अछि बा मो एमती ही रहया पई योग्य आज आपण मानकर इच्छा कौन मोर प्रिय माने जीशु आज जन्म हो नाहंती जीशु 2000 वर्ष तले जन्म ही तांकर कार्य को समाप्त करि सारिचंती जेतेबेले भ्रांत शिक्षक माने तृतीय चतुर्थ शताब्दी रे प्रश्न कले जीशुଙ୍କ विषय रे सेतेबेले जो आत्मिक पिता माने थिले से माने कौन चिंता कले ना जीशुଙ୍କର जन्मदिन आम मानकू ऐतिहासिक तथ्य भावरे ताकू रखिया पई पड़िबो आ सेति पई से माने मनस्थ कले जे गोटे जन्मदिन आम पालन करिया बोली अनेक जन प्रश्न करती जीशु तो 25 रे जन्म ही नाहंती ठीक कथा डिसेम्बर 25 रे जन्म ही नाहंती किंतु आपण माने जदि गाँ को जिबे देखिबे आज मध्य अनेक बुढ़ा बुढ़ी अछंती जो माने निज जन्मदिन जानि नाहंती अनेक बुढ़ा बुढ़ी अछंती किंतु सेमानंकर पुओ झियो माने बा नाती नातुणी माने कौन करती ना वर्षर कौन सी गोटे दिन रे तांकर जन्मदिन पालन करती सेटा तांकर प्रकृतर जन्मदिन हेई न थाई पारे किंतु सेमाने जे मनीष भाव में जन्म होती ताहाकु प्रमाणित करिया पई सेमाने पालन करती खुशी रे पालन करती तेणुकर जीशु ऑलरेडी जन्म हेई तांकर कार्य मृत्युवरण करी पुनर्जीवित होई से ऑलरेडी कार्य समाप्त करिसंती एते बेले द्वितीय थर आसिया पई जाउचंती किंतु आम मानक मध्य अनेक जन अछंती आज मध्य आमे कौन करू जीशुଙ୍କର जन्मदिन को खाली पालन करिकी से दिन मांस भात करिकी खुशी रे नुआ ड्रेस पिंधिकी पिठा पणा करिकी जस्ट लाइक अदर फेत्र लोक मानक भलिया अन्य विषय मानक भलिया अन्य धर्म जमती सेमतिया
से कटा करके आम मैंने खुशी जे कौन ना ख्रिस्टमास आमर होगला ख्रिस्टमास होगला प्रभु कौन या चाहती प्रभु आम या चाहूँगी ना प्रभु या चाहू ना जिसाई समय रे अवस्था जे भली थिला वर्तमान मध्य उणा अधिक अवस्था से भली जगत अंधकार मध्य अछि नाना प्रकार अस्थिरता नाना प्रकार चिंता नाना प्रकार हट्टगोल पापर परिसीमा वृद्धि प्राप्त हो चली आत्मिक भाव में लोक माने धीरे धीरे तलू जाउचंती विभिन्न प्रकार जघन्य पाप सबू जीवन को प्रभावित करिछि विभिन्न प्रकार बंधन मध्य लोक माने अछंती विभिन्न प्रकार दमन प्रक्रिया रे लोक मान को रखा होछि न्याय नहीं देश अस्थिर लोक माने मिछ 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 निज विषय निजर संस्था विषय कथा कही कही निजर ग्रुप विषय गोष्ठी विषय कथा कही कही निजर पार्टी विषय मिछ कथा कही सबू लोक मान निकट में प्रकाश करला बेले लोक माने कहउछन्ती हाँ यहाँ सत किंतु सत घटना जो हो सारी प्रभु जीशु आसी सारी प्रभु जीशु जन्म हो सारी प्रभु जीशु आम मान पाप क्षमा करिसेंती केवल आम हृदय विश्वास करने पड़ो मुखरे स्वीकार करने पड़ो कारण पृथ्वी निमंते प्रभु खुशी अटंती पृथ्वी निमंते प्रभु आलोक अटंती पृथ्वी निमंते प्रभु विजय अटंती पृथ्वी निमंते प्रभु से एकमात्र पथ अटंती आम माने कौन से विषय को चिंता करवा कि निज निज को आम माने निज निज हृदय को आउ थे देखा कि आम खुशी हवा निश्चित भाव में किंतु एइथिपाई नुहे जे प्रभु जीशु जन्म हेले किंतु एइथिपाई जे प्रभु जीशुंकर जन्म माध्यम रे जो कार्य संपादित होईछि आम मान को मोर प्रिय माने आ जेतेबेले एई कथा को आम हृदयंगम करिवु सेतेबेले आमे माने प्रकृत ख्रिस्टमास मेसेज को निज जीवन माध्यम रे निजर व्यवहार माध्यम रे निजर परिवार माध्यम रे निजर मंडली माध्यम रे निजर कार्यक्षेत्र रे निजर सबु जगार आमे माने अन्य माननकु देखै पारिबु बा प्रदान करि पारिबु आपण कोन इच्छा करूचंती प्रभु जीशु रूपक ज्योति अंधकार को हरई देइछि आम मानकर लोक मानकर दुख को खुशी रे परिणत कर देइछि मृत्यु रूपक बंधन को मृत्युर नाहुड़ को भांगी देइछि पराजय को विजय रे रूपांतरित करिछि आमे माने तांको खुशी होई एई जो पृथ्वी निमंते खुशी आसीचंती पृथ्वी निमंते खुशी अटंती आलोक अटंती सत्य अटंती पथ अटंती जीवन अटंती तांको ठारे शरण नबा कि एवं निज जीवन माध्यम रे आम माने ता प्रतिफलित करवा कि आसंतु चिंता करवा प्रभु आपण मान को आशीर्वाद करंतु धन्यवाद आमेन धन्यवाद रेभरेंड संदीप गिरी सुंदर भावे प्रभुंकर वाक्य आज आंभ मानकु से प्रदान करिसंती प्रभु तांको एवं तांको परिवार को आशीर्वाद करंतु एवं आसंता दिन मानकरे तांकरी सेवा कार्य रे तांको बहुल भावे व्यवहार करंतु आज आंभे माने जो संवाद शुणिलु पृथ्वी रे आनंद पृथ्वी पाई आनंद प्रभु आम मान को से आनंद प्रदान करिसंते आज आम माने अत्यंत खुशी कारण आम माने से बड़दिनर उत्सव को पालन करिबा पई जाउछु किंतु मन रखिबा प्रभु आम मान को जो आनंद प्रदान करिसंते परित्राणर आनंद प्रदान करिसंते ताहा कोन आज आम मान को अंतर मध्य रे अछि आज कोन आम माने तांकर से परित्राण को आस्वादन करिछो कि बड़दिनर वास्तविकता बड़दिनर प्रकृत अर्थ आज आम माने कोन अंतर रे बुझी पारिछो कि प्रभु आम मान को शांति देइछंती आनंद देइछंती एवं तांकरी निमंते आज समग्र विश्ववासी आनंदित प्रभु पृथ्वी रे शांति स्थापन करिबा पई आसीथिले
ସମସ୍ତଙ୍କ ମନରେ ସେ ଆନନ୍ଦ ପ୍ରଦାନ କରିବା ପାଇଁ ଆସିଥିଲେ ଏବଂ ସର୍ବଶେଷରେ ସେ ସମସ୍ତଙ୍କୁ ମଧ୍ୟ ପାପରୁ ଉଦ୍ଧାର କରିବା ନିମନ୍ତେ ଆସିଥିଲେ। ଆମ୍ଭେମାନେ ଆଜି ଯେଉଁ ବାକ୍ୟ ଶୁଣିଲୁ ତାର ପ୍ରକୃତ ଅର୍ଥ ଆମ୍ଭେମାନେ ବୁଝିବା, କେବଳ ବାକ୍ୟ ଶୁଣିବା ସଙ୍ଗେ ସଙ୍ଗେ ନୁହଁ, ତାର ପ୍ରତ୍ୟେକ ଅର୍ଥକୁ ଆମମାନେ ଯେପରି ଅନ୍ତରରେ ସଞ୍ଚିତ କରି ରଖିବା ଏବଂ ନିଜର ଦୈନନ୍ଦିନ କର୍ମମୟ କ୍ଷେତ୍ରରେ, ବାସ୍ତବିକ ଜୀବନର କାର୍ଯ୍ୟକ୍ଷେତ୍ରରେ ଏହି ବାକ୍ୟକୁ ପ୍ରତିଫଳିତ କରିବା। ପ୍ରଭୁ ଆମ ସମସ୍ତଙ୍କୁ ଏବଂ ଏଠାରେ ଉପସ୍ଥିତ ପ୍ରତ୍ୟେକ ଦାସଦାସୀମାନଙ୍କୁ ଏବଂ ସମସ୍ତଙ୍କର ପରିବାରକୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ଆମ୍ଭେମାନେ ପ୍ରଭୁଙ୍କ ଚରଣ ନିକଟକୁ ଯିବା, ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କର ଅନନ୍ତକାଳୀନ ପିତା, ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଆମ୍ଭମାନଙ୍କର ସଦାପ୍ରଭୁ, ଧନ୍ୟବାଦ ଦଉଛି। ତୁମେ ଆମମାନଙ୍କୁ ଆଜି ସୁନ୍ଦର ବାକ୍ୟ ଦେଇ ତୁମରି ଭକ୍ତ ଦାସଙ୍କ ଦ୍ୱାରା କଥା କହିଛ, ସେଥିପାଇଁ ଧନ୍ୟବାଦ ଦିଏ। ପିତା, ବିଶେଷ ଭାବରେ ଯେଉଁ ବାକ୍ୟ ଶୁଣିଲୁ ତାର ଅର୍ଥ ଯେପରି ଆମମାନେ ବୁଝିପାରିବୁ ଏବଂ ନିଜର କାର୍ଯ୍ୟକ୍ଷେତ୍ରରେ ଏହା ପ୍ରତିଫଳିତ କରିବୁ, ସେଥିପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ତୁମେ ଆମମାନଙ୍କୁ ପିତା ଜୀବନରେ ଅନେକ ଆନନ୍ଦ ଦେଇଛ, ଅନେକ ଦାନ ଦେଇଛ। ପିତା, ସେଇ ପରିତ୍ରାଣର ଆନନ୍ଦକୁ ଯେପରି ଆମମାନେ ଜୀବନରେ ଅନୁଭବ କରିବା ଏବଂ ସଦାସର୍ବଦା ତୁମକୁ ଲକ୍ଷ୍ୟ ରଖି ଏ ଜଗତର ଚଲାପଥରେ ଅଗ୍ରସର ହେବା, ସେଥିପାଇଁ ତୁମେ ଆମମାନଙ୍କୁ ଦୟା କର। ପିତା, ବିଶେଷ ଭାବରେ ବାପା, ଆମମାନେ ଯେଉଁ ଜଗତ ମଧ୍ୟରେ ବାସ କରୁଛୁ, ଆମମାନେ ଜାଣିଛୁ ଆମମାନଙ୍କ ନିମନ୍ତେ ଅନେକ କ୍ଲେଶ ଅଛି, ଅନେକ ବିପଦ ଆପଦ ଅଛି। ଆସନ୍ତା ଦିନମାନଙ୍କରେ ମଧ୍ୟ ଅନେକ ସଙ୍କଟ ଆସିବ, ସମସ୍ୟା ଆସିବ, ଝଡ଼ଝଞ୍ଜା ଆସିବ, ବିପଦ ଆପଦ ଆସିବ। କିନ୍ତୁ ତୁମେ ଯେ ଆମମାନଙ୍କ ସହିତରେ ଥିଲେ, ଆମମାନଙ୍କର କୌଣସି ପ୍ରକାର ଅଭାବ ହେବ ନାହିଁ। କାରଣ ତୁମରି ଶାସ୍ତ୍ରରେ ତୁମେ କହିଲ, ମୁଁ ଯୁଗ ଯୁଗାନ୍ତ ସଦାସର୍ବଦା ତୁମ୍ଭମାନଙ୍କ ସହିତ ରହିଛି। ପିତା, ତୁମରି ଉପସ୍ଥିତିକୁ, ତୁମରି ସାନ୍ନିଧ୍ୟକୁ ଯେପରି ଜୀବନରେ ସଦାସର୍ବଦା ଅନୁଭବ କରିବୁ, ସେଥିପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ପିତା, ଏଇ ବଡ଼ଦିନ ଉତ୍ସବ ପାଳନ କରିବା ବେଳେ ତୁମେ ପ୍ରତ୍ୟେକ ଦାସଦାସୀମାନଙ୍କୁ, ସେମାନଙ୍କ ପରିବାରକୁ ତୁମେ ଆଶୀର୍ବାଦ କର। ଏହି ମଣ୍ଡଳୀ ସହିତ ପୃଥିବୀରେ ପ୍ରତିଷ୍ଠିତ ପ୍ରତ୍ୟେକ ମଣ୍ଡଳୀର ଦାସଦାସୀମାନଙ୍କୁ, ସେମାନଙ୍କ ପରିବାର ଗୁଡ଼ିକୁ ତୁମେ ବହୁମୂଲ୍ୟ ସ୍ୱର୍ଗୀୟ ଆଶୀର୍ବାଦରେ ପରିପୂର୍ଣ୍ଣ କର। ବିଶେଷ ନିବେଦନ କରୁଛୁ ପିତା, ଆଜି ଏହି ଉତ୍ସବ ସହିତ ବଡ଼ଦିନର ଯେତେ ଗୁଡ଼ିଏ ଉତ୍ସବ ଆସନ୍ତା ଦିନମାନଙ୍କରେ ଅନୁଷ୍ଠିତ ହେବା ପାଇଁ ଯାଉଛି, ପ୍ରତ୍ୟେକ ସଭା କାର୍ଯ୍ୟରେ, ପ୍ରତ୍ୟେକ ଉପାସନାରେ ତୁମେ ଉପସ୍ଥିତ ରୁହ। ଶ୍ରୋତା ବକ୍ତା ପ୍ରତ୍ୟେକ ଜଣଙ୍କୁ ତୁମେ ଦୟା କର। ବିଭିନ୍ନ ମଣ୍ଡଳୀରେ ପିତା, ତୁମରି ଭକ୍ତ ଦାସଦାସୀମାନଙ୍କର ମୁଖ ନିଃସୃତ ବାକ୍ୟକୁ ଯେଉଁ ଭାଇ ଭଉଣୀମାନେ ଷ୍ଟ୍ରିମିଂ ମାଧ୍ୟମରେ ଟେଲିକାଷ୍ଟ କରନ୍ତି, ବାପା, ସେଇ ଡିଜିଟାଲ ପ୍ଲାଟଫର୍ମରେ କାମ କରୁଥିବା ପ୍ରତ୍ୟେକ ଦାସଦାସୀମାନଙ୍କୁ, ପୁଅ ଝିଅମାନଙ୍କୁ ତୁମେ ଆଶୀର୍ବାଦ କର। ଆମ ମଣ୍ଡଳୀର ଟେଟ୍ ଟିମ୍ର ସମସ୍ତ ପୁଅ ଝିଅମାନଙ୍କୁ ତୁମରି ପବିତ୍ର ଚରଣ ନିକଟ ରଖୁଛି। ତୁମେ ସେମାନଙ୍କୁ ତୁମେ ଦୟା କର ବାପା, ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ସେମାନଙ୍କୁ ଆଶୀର୍ବାଦ କର। ଜାଗତିକ ଜ୍ଞାନ ସହିତ ଆତ୍ମିକ ଜ୍ଞାନରେ ବୃଦ୍ଧି ପାଇବା ପାଇଁ ସାହାଯ୍ୟ କର। ପିତା, ଆମମାନଙ୍କର ପ୍ରତ୍ୟେକଙ୍କ ଅନ୍ତରରେ ଯାହା କିଛି ନିବେଦନ ଅଛି ତୁମେ ଜାଣିଛ। ତୁମେ ସର୍ବାନ୍ତର୍ଯାମୀ ପରମେଶ୍ୱର ଅଟ। ତୁମେ ପ୍ରତ୍ୟେକଙ୍କ ଅନ୍ତରରେ ଥିବା ସେଇ ନିବେଦନକୁ ତୁମରି ଇଚ୍ଛା ମତେ ପରିପୂର୍ଣ୍ଣ କର। ପିତା, ଏଇ ମଣ୍ଡଳୀକୁ ତୁମେ ଆଶୀର୍ବାଦ କର। ଆମ ମଣ୍ଡଳୀର ପ୍ରତ୍ୟେକ ପାଳକଙ୍କୁ, ଇଭାଞ୍ଜେଲିଷ୍ଟମାନଙ୍କୁ, ଦାସଦାସୀ କାର୍ଯ୍ୟକର୍ତ୍ତାମାନଙ୍କୁ, ସମସ୍ତଙ୍କର ପରିବାର ଗୁଡ଼ିକୁ ତୁମେ ଦୟା କର, ଆଶୀର୍ବାଦ କର। ପିତା, ଆଜି ଦିନର ସମସ୍ତ ବିପଦ ଆପଦରୁ ଆମମାନଙ୍କୁ ଉଦ୍ଧାର କରିଛ, ଆଉ ଅବଶିଷ୍ଟାଂଶ ସମୟ ତୁମରି ଚରଣ ନିକଟ ରଖୁଛୁ। ତୁମେ ଆମ ସମସ୍ତଙ୍କୁ ତୁମେ ଆଶୀର୍ବାଦ ପ୍ରଦାନ କର। ଭୁଲ ଦୋଷ ଅଯୋଗ୍ୟତା କ୍ଷମା କର। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ କେବଳ ଏହି କ୍ଷୁଦ୍ର ନିବେଦନ ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଯେତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଚିରନ୍ତନ ଶାନ୍ତି, ଶକ୍ତି, ସାହଚର୍ଯ୍ୟ, ଶିକ୍ଷା ଓ ଚେତନା ଏତେବେଳେ ଆମମାନଙ୍କ ସହିତ ଖ୍ରୀଷ୍ଟାଶ୍ରିତ ତୁମରି ରକ୍ତରେ କୃତ ପ୍ରଭୁଙ୍କର ସମସ୍ତ ଦାସଦାସୀମାନଙ୍କ ସହିତ
ଏହି ସମୟଠାରୁ ପ୍ରଭୁଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ସଦାକାଳ ସଙ୍ଗେ ସଙ୍ଗେ ରହି ମଙ୍ଗଳ ଏବଂ ଉପକାର କରନ୍ତୁ। ଆମେନ୍।